ମୁଁ ପ୍ରୋଫେସର ଗାୟତ୍ରୀ ମହାନ୍ତି ଅନୁଷ୍ଠାନର ଅଧ୍ୟକ୍ଷା ଅଛି। ଆଜି ଆମର ବାର୍ଷିକ ଉତ୍ସବ, ସେଥିପାଇଁ ଆମେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କୁ ଆମର ଆଜି ମୁଖ୍ୟ ଅତିଥି କରିକି ଡାକିଥିଲୁ। ଦୀର୍ଘ ବର୍ଷ ଧରି ଏହି ବାର୍ଷିକ ଉତ୍ସବ ମାନଙ୍କରେ ଆମେ ଏଇଭଳି ସେଇଭଳି ସ୍ପେଶାଲାଇଜ ଲୋକମାନଙ୍କୁ ଆମେ ଡାକୁ, ଆଉ ସେଥିପାଇଁ ବୋଲି ନିରନ୍ତର ଆମ ପିଲାମାନେ ଯାହା ଯାହା କରନ୍ତି ସେଟାକୁ ଶୋକେସ୍ କରାଯାଏ। ପିଲାମାନେ ନିଜେ ଲେଖିଥିବା ନାଟକରେ ସେମାନେ ସବୁ ଯାକ ଡ୍ରାମା କରନ୍ତି। ବର୍ଷ ଯାକର ଯାହା ଯାହା ପ୍ରୋଗ୍ରାମ ସେମାନେ ନିଜେ କରିଥାନ୍ତି, ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଯେଉଁମାନେ ହୁଅନ୍ତି ତାଙ୍କୁ ହିଁ ଷ୍ଟେଜ ଦିଆଯାଏ, ସେମାନେ ନିଜେ ଏଇଟାକୁ କରନ୍ତି। ଏଇଟା ଗୋଟେ ଶିକ୍ଷକ ତିଆରି ଯେହେତୁ କାର୍ଯ୍ୟକ୍ରମ ଏଠି ଆମର କରାଯାଏ ବିଇଡି ଏମିଡି, ତେଣୁକରି ପିଲାମାନଙ୍କୁ ସମ୍ପୂର୍ଣ୍ଣ ରୂପେ କିଭଳି ଭାବେ ଆମେ ତିଆରି କରିବା, ଗଢ଼ିବା, ମଣିଷ ତିଆରି କରିବା। ତାପରେ ଏଇଟା ହେଉଛି ଓଡ଼ିଶାର ଏକମାତ୍ର ମହିଳା ଶିକ୍ଷକ ଶିକ୍ଷା ଅନୁଷ୍ଠାନ, ଭାରତ ବର୍ଷରେ ମଧ୍ୟ ଦ୍ୱିତୀୟ ମାତ୍ର। ତେଣୁ ସେ ଦୃଷ୍ଟିରୁ ଓଡ଼ିଶାର କୋଣ ଅନୁକୋଣରୁ ଯେତେ ଯେତେ ପ୍ରକାରର ଝିଅମାନେ, ତାଙ୍କର ପ୍ରଥମ ଚଏସ୍ ହେଉଛି ନଳିନୀ ଦେବୀ। ଭୁବନେଶ୍ୱର ମଝିରେ ଏଇଭଳିଆ ଅନୁଷ୍ଠାନ ଥାଇକି ଆମର କେବଳ ଗୋଟିଏ ଦୁଃଖ, ଏପର୍ଯ୍ୟନ୍ତ ଗୋଟେ ଭଲ ହଷ୍ଟେଲଟିଏ ହେଇପାରିନି। ତେଣୁ ସରକାରଙ୍କୁ ମୁଁ ମଧ୍ୟ ଏହି ଓକେଜନରେ ରିକ୍ୱେଷ୍ଟ କରିବି, ଆମର ଯେଉଁ ଛୋଟିଆ ଅଛି ଅନୁଷ୍ଠାନଟି, ସେଠି ଗୋଟେ ଭଲ ହଷ୍ଟେଲଟିଏ ତିଆରି କରନ୍ତୁ। ଗୋଟେ 100 ବିଶିଷ୍ଟ ଆଟଲିଷ୍ଟ ହଷ୍ଟେଲଟିଏ ତିଆରି କଲେ ପିଲାମାନେ ଉପକୃତ। ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟର ଆଜି ହେଉଛି ବାର୍ଷିକ ଉତ୍ସବ ଏବଂ ଏଥିରେ ମୋତେ ଯୋଗ ଦେବାର ସୁଯୋଗ ମିଳିଥିବାରୁ ବହୁତ ଧନ୍ୟବାଦ ଜଣାଉଛି। ଏବଂ ଏ ମହାବିଦ୍ୟାଳୟଟି ଯାହା କହିଲେ ରାଜଧାନୀର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏବଂ ଏଠି ଶିକ୍ଷକ ତିଆରି ହେଉଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ କି ଯାଇ ଭବିଷ୍ୟତରେ ଶିକ୍ଷାଦାନ ଭଳିଆ ଗୋଟେ ମହତ୍ କର୍ମ କରିବେ, ତାଙ୍କର ଏ ସମାଜ ଗଢ଼ିବାରେ ତାଙ୍କର ଗୋଟେ ବଡ଼ ଭୂମିକା ରହିଛି। କାରଣ ଏଠୁ ଯେଉଁମାନେ ତିଆରି ପାଠ ପଢ଼ି ଯାଉଛନ୍ତି, ସେମାନେ ଶିକ୍ଷକ ଯେତେବେଳେ ଜୀବନରେ ଶିକ୍ଷକତାକୁ ବ୍ରତ କରିବେ, ସେତେବେଳେ ଯେ ଭଲ ମଣିଷ ତିଆରି ଯେମିତି କରିବେ, ସେଥିପାଇଁ ଗୋଟେ ପ୍ରେରଣା ପାଇବା ଏଠି ପଡ଼ିବ। ଏବଂ ମୁଁ କହିବି ଯେ ଏଇ ଗୋଟେ ଯଦିଓ ସରକାରୀ ଶିକ୍ଷାନୁଷ୍ଠାନ ଏବଂ 45 ବର୍ଷ ହେଲା ଏ ଅନୁଷ୍ଠାନ 1980 ମସିହାରେ ହେଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଯେ ସହଧର୍ମିଣୀ ନଳିନୀ ଦେବୀ ରାଉତରାୟ, ତାଙ୍କ ନାମରେ ମଧ୍ୟ ଏଇଟା ନାମିତ ହେଇଛି। ତେଣୁ ଏ ଅନୁଷ୍ଠାନ ମୁଁ କହିବି ନିଶ୍ଚିତ ଭାବରେ ଯାହାର କିଛି ସମସ୍ୟା ପ୍ରତି ସରକାରୀ କଳ ଯତ୍ନବାନ ହେବା ଉଚିତ। ଏବଂ ଅନେକ ସମସ୍ୟା ରହିଛି, ଗୋଟେ ସରକାରୀ ଶିକ୍ଷାନୁଷ୍ଠାନରେ ଯେଉଁ ଭଳିଆ ଭାବରେ ଅନେକ ଇନଫ୍ରାଷ୍ଟ୍ରକ୍ଚର ରହିବା କଥା ସେଇଟା ଅଭାବ ରହୁଛି। ତେଣୁ ମୁଁ ଆଶା କରିବି ନିଶ୍ଚିତ ଭାବରେ ଅନୁଷ୍ଠାନ ପ୍ରତି ସରକାର ସଦୟ ଦୃଷ୍ଟି ଦେବେ ଏବଂ ଏଠୁ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ସେମାନେ ସମାଜରେ ଭଲ ମଣିଷ ହେବେ, ଭଲ ନାଗରିକ ହେବେ ଏବଂ ଭଲ ମଣିଷକୁ ତିଆରି କରିବେ। ଏଇଟା ହେଉଛି ଆଜିର ନିଶ୍ଚିତରେ ଆହ୍ୱାନ।